ବାଞ୍ଜିପାଲିରେ ଗୋଟେ ବେଆଇନ ଭାବରେ ଗୋଟେ ହୋଟେଲ ଚାଲିଛି ସେখানে ନାବାଳିକାମାନଙ୍କୁ ରଖି ଧର୍ମାନ୍ତରଣ କରାଯାଉଛି ଏବଂ ସାରା ଓଡ଼ିଶାରେ ଏଇଟା ଚହଳ ପଡ଼ିଗଲାନ ବାରମ୍ବାର ଅର୍ଗସ ନ୍ୟୁଜ୍ ବିଭିନ୍ନ ନ୍ୟୁଜ୍ରେ ନ୍ୟୁଜ୍ ହେଉଛି ପାଖାପାଖି 10-12 ଦିନ ଏବଂ ରାଜ୍ୟ ସରକାର ନିର୍ଦ୍ଦେଶ ମଧ୍ୟ ଆସିଲା ଏଇଟା ବନ୍ଦ କରିବା ଲାଗି ଡିଜିପି ଅର୍ଡର କଲେ ଏସ୍ପିଙ୍କୁ କିନ୍ତୁ ଦୁର୍ଭାଗ୍ୟଜନକ ଭିତରେ କାଣା ଅଛେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗୀର ପ୍ରଶାସନ ସେଟାକେ ବନ୍ଦ ନାଇଁ କର ତାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଆଜି ଆମେ ଦାୟୀପତ୍ର ଦେଲୁ ଯେ ତାର ପଛରେ ଗୋଟେ ବହୁତ ବଡ଼ ନେଟୱାର୍କ କାମ କରୁଛେ ଏବଂ ଯେମିତିରେ ଆମେ ସକ୍ କରୁଛୁ ଯେ ଭିତରେ ଜିଲ୍ଲା ପ୍ରଶାସନର କିଛି ଅଧିକାରୀ ମଧ୍ୟ ସାମିଲ ଅଛନ୍ ସେଥିଲାଗି ବାରମ୍ବାର ପ୍ରେସର ଦ୍ୱାରା ଏବଂ ରାଜ୍ୟ ସରକାରଙ୍କ ପ୍ରେସର ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ବନ୍ଦ ନାଇଁ କରିବା ସେଇ ରହସ୍ୟ ବର୍ତ୍ତମାନ ଆମେ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀପତ୍ର ଦେଇଛୁ ଯେ ସରକାର ରାଜ୍ୟ ସରକାର ଏଥର ତଦନ୍ତ କରନ୍ତୁ ସ୍ପେଶାଲ ତଦନ୍ତ କମିଶନ ବସାଯାଉ ଯେ ଓଡ଼ିଶାରେ ଏତେ ଧର୍ମାନ୍ତରଣ ହେଲା ପରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ଜିଲ୍ଲା ପ୍ରଶାସନ ମାନୁନାହିଁ ଏବଂ ଯେଉଁ ଜିଲ୍ଲା ପ୍ରଶାସନ ନିଜେ କ୍ଲୋଜର ନୋଟିସ୍ ଦେଇଥିଲା ଏବେ ତାଙ୍କୁ ପଚାରିଲେ କହୁଛନ୍ତି ଆମେ ଜାଣିନୁ ଏବଂ ଆଉଥରେ ତଦନ୍ତ ହେବ ଆଉଥରେ କ'ଣ ତଦନ୍ତ ହେବ ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ ଡିଜିପି ନିର୍ଦ୍ଦେଶ ଦେଲେ ମିଡ଼ିଆରେ ବାଜିଲା ଲୋକ ସମସ୍ତେ ଜାଣିଲେ ତାପରେ ମଧ୍ୟ ଯଦି ଆଉଥରେ ତଦନ୍ତ ହେବ ଜିଲ୍ଲା ପ୍ରଶାସନ ତଦନ୍ତ ନ କରି ରାଜ୍ୟ ସରକାର ତଦନ୍ତ କରୁ ଏବଂ ତଦନ୍ତ କଲା ସମୟରେ ଯେଉଁ ଅଧିକାରୀମାନେ ଅଛନ୍ତି ଯେଉଁମାନେ କୌଣସି ନିର୍ଦ୍ଦେଶ ମାନୁନାହାନ୍ତି ତାଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯାଉ ଏବଂ ତଦନ୍ତ ପରିସରଭୁକ୍ତ କଲେ ବିଭିନ୍ନ ପ୍ରକାର ଘଟଣା ବାହାରିବ ଏବଂ ଜଣାପଡ଼ିଯିବ ଯେ କାହାର ପ୍ରରୋଚନାରେ କାହାର ଆଶୀର୍ବାଦରେ ବର୍ତ୍ତମାନ ଏହି ପ୍ରକାର ହୋଟେଲ ସାରା ଓଡ଼ିଶାରେ ଚାଲୁଛି।